সেটা সরকার করিপারନ୍ତି আଜ୍ଞା, ଯାହା କରିବେ ସେମାନେ 500 ଟଙ୍କା ଦେଲେ ବି ଖୁସି ହବୁ, କିନ୍ତୁ ଡ୍ରାଇଭର ଭତ୍ତା ଗୋଟେ ସ୍ୱତନ୍ତ୍ର ଗୋଟେ କରିଦଉ। କାରଣ ଡ୍ରାଇଭର ମାନେ ଆମେ 60 ବର୍ଷ ପରେ ଆଜ୍ଞା ଆମେ ପୁରା ଲାଭାରୀ ପୁରା ଯୋଉଟା କି ବର୍ବାଦ ହେଇଗଲୁ। 60 ବର୍ଷ ପରେ ନା କୋଉ କାମ ଆମେ ଶିଖିବୁ, କୋଉ କାମରେ ପୁଣି ନିଜକୁ ନିୟୋଜିତ କରିକି ଆମେ କମେଇବୁ। ଗୋଟେ ଜିନିଷ କୁହନ୍ତୁ, ଆମ ଲାଇସେନ୍ସ ଆମକୁ ଫେରେଇ ଦିଅ। 60 ବର୍ଷ କଣ 100 ବର୍ଷ ପର୍ଯ୍ୟନ୍ତ ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ଆମ ଲାଇସେନ୍ସ ଆମ ପାଖରେ ଥାଉ, ମାନେ ଆମେ ଭତ୍ତା ମାଗିବୁନି। ପ୍ରଶାନ୍ତ ବାବୁ, ଆପଣଙ୍କର ଆକ୍ଚୁଆଲି ଇଚ୍ଛା କଣ? ଏ ଓଡିଶାରେ ଆପଣ ଆଗରୁ ବନ୍ଦ କରିଥିଲେ, ଏବେ ବନ୍ଦ କରୁଛନ୍ତି, କଣ ଏମିତି ଗୋଟେ ଦାବି ଅଛି ଯାହା ସରକାର ପୂରଣ କରିବାକୁ ଚାହୁଁନାହାନ୍ତି, ଯାହା ପୂରଣ ହବା ଜରୁରୀ? ନିହାତି ଭାବରେ ବହୁତ ସୁନ୍ଦର କଥାଟେ କହିଲେ ଆଜ୍ଞା। ଆଉ ଆଗରୁ ବି ଆପଣ ମୋର ଇଣ୍ଟରଭ୍ୟୁ ନେଇଛନ୍ତି, ଆଉ ଡ୍ରାଇଭର ମାନଙ୍କ ବିଷୟରେ ପଚାରିଛନ୍ତି। ମାନେ ସେତେ ଦିନର ସେ ଲଢେଇ ଆଜ୍ଞା ଆଜି ପର୍ଯ୍ୟନ୍ତ ଲଢୁଛୁ, କିନ୍ତୁ ତାହା କେବେ ସମାଧାନ ହେବାର ନାଁ କଣ ଧରୁନି। ଆପଣ ଦାବି କରୁଛନ୍ତି ଯେ ସମାଧାନ ହେଇପାରୁନି? ସେ ସାର୍ ଦାବିଟା କଣ ଯାହା ଟିକେ କହିବେ? ଅତି ସହଜ ଦାବି ସାର୍, ସରକାରଙ୍କ ମନୋଭାବ କୋଉଠି କମୁଛି ନା ରାଜନୀତି ହଉଛି କିଛି ବୁଝି ହଉନି। କିନ୍ତୁ ନହେଲେ ଆମର ଗୋଟେ ଦାବି ଟିକେ ହାର୍ଡ ଅଛି, ଆମେ ମାନୁଛୁ। ଯୋଉ ଭତ୍ତା କୋଉ ଦାବି ଆମେ ହାର୍ଡ କହୁଛୁ ଅଛି ଆପଣଙ୍କର? ଆଜ୍ଞା, ଆମର ଯୋଉଟା ଭତ୍ତାଟା କହୁଛୁ 60 ବର୍ଷ ପରେ ଭତ୍ତା ଗୋଟେ କରନ୍ତୁ ଆଜ୍ଞା ବୋଲିକି, ହଁ, ସେଠି ତ ସେଇ ସରକାରୀ ଭତ୍ତା ଅଛନ୍ତି, ସମସ୍ତେ ପାଇବେ। ନାଇଁ ଆଉ ଆଜ୍ଞା, ସେଥିରେ ଡ୍ରାଇଭର କଣ ଭତ୍ତା ହଉଛି, ଗୋଟେ କେମିତି ହବା ଦରକାର? ସେଥିରେ କଣ ହଉଛି ଆଜ୍ଞା, ଡ୍ରାଇଭର ଗୋଟେ ଯେତେବେଳେ ଗାଡି ଚଲାଉଛି ଆଜ୍ଞା 60 ବର୍ଷ ପରେ କଣ ହଉଛି, ଆମ ଲାଇସେନ୍ସ ଟି କ୍ୟାନସେଲ ହେଇଯାଉଛି। ଆମେ ଆଉ ସାର୍ 60 ବର୍ଷ ପରେ ଗାଡି ଚଲେଇ ପାରିବୁନି। ଆଉ ମେନ୍ ଜିନିଷ କଣ ହଉଛି, ଗାଡି ଯିଏ ଚଲାଉଛି ଟ୍ରକ୍ ଫ୍ରକ୍ କି ବଡ ଗାଡି ହେଲା, ସେ ଡେଇଁକା ସବୁବେଳେ ତା ଅଣ୍ଟାଟି ମାନେ 60 ବର୍ଷ ହେଲା ଅଣ୍ଟାଟି ବର୍ବାଦ। ଆଉ ତା ସହିତ ଏ ଜାଗାର ପାଣି ସେ ଜାଗାର ପାଣି, କୋଉଠି ଗାଧୁଆ ନାହିଁ, କୋଉଠି ଖାଇବା ନାହିଁ, କେତେବେଳେ ରାତି ଶୁଆ ନାହିଁ, ଏଇ ଅବସ୍ଥାରେ ରହି ରହି କିନ୍ତୁ ଆମେ ଗୋଟେ 60 ଦିନ। ବର୍ଷ ହେଲା ପରେ କଣ ଆପଣ ସରକାରୀ ଭତ୍ତା ପାଇଲେ ଚଳିବନି? ନାଇଁ ଆଜ୍ଞା, ଗୋଟେ ଜିନିଷଟେ ବୁଝନ୍ତୁ ଆଜ୍ଞା, ସମସ୍ତେ ଭତ୍ତା ପାଉଛନ୍ତି ଆଜ୍ଞା। ମୋ ଲାଇସେନ୍ସ ଟା ପୁଣି ମୋର ଅଧିକାର ଟା ମୋଠୁ କାଇଁ ଛଡେଇ ନଉଛନ୍ତି? ମୁଁ ଯଦି ମୁଁ ଯଦି ପାଠ ଆପଣ କହୁଛନ୍ତି ସରକାରୀ ଭତ୍ତା ପାଇବେ, ଆଉ ଗୋଟେ ଡ୍ରାଇଭର ନାଇଁ ଆଜ୍ଞା, ନା ନା ଡ୍ରାଇଭିଂ ନା ପାଇଁ ନା ଆଉ ଗୋଟେ ଭତ୍ତା ଆମର ପାଇବେ। ଯେମିତି ଅଲଗା ସୁବିଧା ଗୋଟେ କିଛି କରିବା ନିହାତି ଆବଶ୍ୟକ ଆଜ୍ଞା। ମାନେ ସରକାରୀ ଭତ୍ତା ପାଇଲେ ପୁଣି ସେଟା କାଇଁ ପାଇବେ? ଯୋଉଟା ହଉ ଗୋଟେ ପାଇବେ। ହଁ, ଗୋଟେ ଡ୍ରାଇଭର ମାନଙ୍କ ପାଇଁ ଆପଣଙ୍କୁ ସ୍ୱତନ୍ତ୍ର ସବୁ ଭତ୍ତା ଲୋକଙ୍କ ଭତ୍ତା ପାଇଁ କରିବେ ଭତ୍ତା ଦିଆଯାଉଛି ଗୋଟେ ନିର୍ଦ୍ଦିଷ୍ଟ ବୟସରେ ପହଞ୍ଚିଲା ପରେ, ତ ଆପଣ ଆଜ୍ଞା। ମାନେ ଭତ୍ତା ପାଇବେ। ତ ଏଠି କେମିତି ଆପଣ ମାନେ ଅଧିକା କଣ ଆଉ ପାଇବେ ମୁଁ ଜାଣିପାରୁନି। ଆଜ୍ଞା ଆଜ୍ଞା, ଦେଖନ୍ତୁ, ଆମେ ଗାଡି ଚଲେଇ ଚଲେଇ ଯୋଉଟା କି 60 ବର୍ଷ ପରେ ଆମ ଲାଇସେନ୍ସ ଟି ନ ନିଅନ୍ତୁ, ଆମେ ଭତ୍ତା ମାଗିବୁନି ଆଜ୍ଞା। ଆମ ଲାଇସେନ୍ସ ଟି କ୍ୟାନସେଲ ନ କରନ୍ତୁ, ଆମେ ମରିବା ପର୍ଯ୍ୟନ୍ତ ଗାଡି ନାଇଁ, ଚଲେଇବୁ ଭତ୍ତା ପାରିବୁ ପୁରା ସମସ୍ତଙ୍କୁ ମିଳୁଛି ସରକାରୀ ଭତ୍ତା, ତ ଆଜ୍ଞା। ଆପଣଙ୍କୁ ତ ସେଥିରେ ମିଳିବ, ସେଥିରେ ଆଜ୍ଞା, ପୁଣି ଆଉ ଗୋଟେ ଭତ୍ତା କଣ? ହଉ ଆଜ୍ଞା, ଆପଣଙ୍କୁ ଏ ହିସାବରେ ମୁଁ କହିବା ପାଇଁ ଚାହିଁବି, ବୁଝିଯିବେ ହଁ। ଆଜ୍ଞା। ଡ୍ରାଇଭର ହଉଛନ୍ତି ଟିକେ ଢାବା ଯାଆନ୍ତି, ହୁଁ। ଟିକେ ଢାବା ଖାଇ ଖାଇ ଅଭ୍ୟାସ ଥିବ ଆଜ୍ଞା, ଭତ୍ତା ପହଞ୍ଚିବ ନାହିଁ, ସେଇ ଭତ୍ତା ପହଞ୍ଚିବନି ଆଜ୍ଞା। ଏକ୍ସଟ୍ରା କିଛି ଚାହୁଁଛି ଡ୍ରାଇଭର ଆଜ୍ଞା, ସମସ୍ୟା ପୁରା ବହୁତ। ହଁ, ଆପଣ ସେଟା ସ୍ପଷ୍ଟ ଭାବରେ କହିବା ଦରକାର, କଣ ଚାହୁଁଛନ୍ତି ଯେ ମାନେ ସରକାରୀ ଆଜ୍ଞା ଆମର ଭତ୍ତା କହିବା ପରେ କଥା, ଆମେ ଯେହେତୁ ଆଉ ଗୋଟେ ଡ୍ରାଇଭର ମାନଙ୍କ ପାଇଁ ପେନସନ ଚାହୁଁଛୁ, ନାଇଁ ଏଇଆ ତ? ପେନସନ ଆଜ୍ଞା, ମୁଁ ଆମ ଜାଣିବା ହିସାବରେ, ଆମେ ତ ଟିକେ ମାନେ କମ ପଢା ଲେଖା, ପେନସନ କହିଲେ ଯିଏ ଚାକିରିଟେ କରୁଥିବା ତା ପେନସନ ସେ ପାଇବ, ସେଟା ସରକାରୀ ହିସାବରେ ଯିଏ ହଁ। ପାଇଛି ଆମେ ସେଟା ପାଉଛୁ। ଭତ୍ତା ଟା କହିଲେ ଯେମିତି ଦିଆଯାଉଛି, କିଛି ଏମିତି ବ୍ୟବସ୍ଥା ବି ହେଇପାରିବ ଆଜ୍ଞା ସରକାରଙ୍କ ଦ୍ଵାରା, ଯେହେତୁ କେତେ ଡ୍ରାଇଭର ଟଙ୍କା ଗୋଟେ କଣ ଭତ୍ତା ହଉଛି ଆପଣ ଚାହୁଁଛନ୍ତି? ଆଜ୍ଞା। ଭତ୍ତା କହିଲେ ଦେଖନ୍ତୁ, ମୋ ସମସ୍ୟା ଟା ଆକ୍ଚୁଆଲି ବୁଝନ୍ତୁ, ଆମେ 60 ବର୍ଷ ହେଇଗଲା ପରେ 60 ବର୍ଷ ହେଇଗଲା ପରେ ମୋ ଲାଇସେନ୍ସ ଟା ଆପଣ କ୍ୟାନସେଲ କରିଦେଲେ, ମୁଁ ହଁ। ତାପରେ ଗୋଟେ ଡ୍ରାଇଭର ଟା ତାପରେ କଣ କରିକି ତା ଗୁଜୁରାଣ ମେଣ୍ଟେଇବ ଆଜ୍ଞା? ଏଇ ଭତ୍ତାରେ, ଯୋଉ ଭତ୍ତା ମଧୁବାବୁ ପେନସନ ରେ, ହଁ, ମାନେ ସେଟା ତ ସମସ୍ତଙ୍କୁ ସର୍ବସାଧାରଣକୁ ମିଳିଲା, ମୁଁ କିନ୍ତୁ ଗୋଟେ ତ ଦେଶର ଆପଣ ସେବାରେ କେତେ ମାନେ ପୁରା। ଟଙ୍କାର ଭତ୍ତା ଚାହୁଁଛନ୍ତି ଡ୍ରାଇଭର ନାଇଁ ମାନଙ୍କ ଆଜ୍ଞା, ପାଇଁ? ସେଟା ଲକ୍ଷ କୋଟି ନାଇଁ ମାଗବାର ଆଜ୍ଞା, ଯୋଉଟା ହବ ଗୋଟେ ଦେଇକିରି ମାନେ ଗୋଟେ ନାଇଁ, ତ ଆପଣଙ୍କର କମ ବେଶୀ ଶୁଣନ୍ତୁ, ସେଟା ଆପଣ ଆଜ୍ଞା ଟାର୍ଗେଟ ଇଣ୍ଟାର ଆମେ କରିଛୁ ଓଡିଶାର ସେଟା। ଯେତେ ଗାଡି ଅଛି ସବୁ ଠପ ହେଇଯାଇଛି, ପେଟ୍ରୋଲ ଆଜ୍ଞା ମିଳୁନି। ଆଜ୍ଞା କାଲି ରାହୁଲ ଗାନ୍ଧୀଙ୍କର ରାଲି ହବ, ସେଠି ଲୋକ ଆସିପାରିବେନି, ପଲିଟିକାଲ ଆରମ୍ଭ ହେଲାଣି, କଣ୍ଟ୍ରୋଭର୍ସି ଆରମ୍ଭ ହେଲାଣି। ତ ଆଜ୍ଞା। ଆପଣ ତ ପୁଣି ଗୋଟେ ନିର୍ଦ୍ଦିଷ୍ଟ ଦାବି କରିବେ ଯେ ଡ୍ରାଇଭର ମାନଙ୍କ ପାଇଁ କେତେ ପେନସନ ଆମେ ଚାହୁଁଛୁ, କେତେ ଭତ୍ତା ଆମେ ଚାହୁଁଛୁ। ନାଇଁ ସେମିତି ଆଜ୍ଞା, ସେ କେତେ ଦଉଛନ୍ତି ବର୍ତ୍ତମାନ ମୁଁ ଜାଣିନି, ପ୍ରଥମେ ତ ଆପଣଙ୍କ ମଧୁବାବୁରେ ଦାବି ତ କେତେ ପୁଣି ଦଉଛନ୍ତି। ସ୍ପଷ୍ଟ ହବା ଦରକାର, କଣ ଚାହୁଁଛନ୍ତି ଆପଣ? ନାଇଁ ସେଟା ସରକାର କରିପାରନ୍ତି ଆଜ୍ଞା, ଯାହା କରିବେ ସେମାନେ। 500 ଟଙ୍କା ଦେଲେ ବି ଖୁସି ହବୁ, କିନ୍ତୁ ଡ୍ରାଇଭର ଭତ୍ତା ଗୋଟେ ସ୍ୱତନ୍ତ୍ର ଗୋଟେ କରିଦଉ। କାରଣ ଡ୍ରାଇଭର ମାନେ ଆମେ 60 ବର୍ଷ ପରେ ଆଜ୍ଞା ଆମେ ପୁରା ଲାଭାରୀ ପୁରା ଯୋଉଟା କି ବର୍ବାଦ ହେଇଗଲୁ। 60 ବର୍ଷ ପରେ ନା କୋଉ କାମ ଆମେ ଶିଖିବୁ, କୋଉ କାମରେ ପୁଣି ନିଜକୁ ନିୟୋଜିତ କରିକି ଆମେ କମେଇବୁ। ଗୋଟେ ଜିନିଷ କୁହନ୍ତୁ, ଆମ ଲାଇସେନ୍ସ ଆମକୁ ଫେରେଇ ଦିଅ। 60 ବର୍ଷ କଣ 100 ବର୍ଷ ପର୍ଯ୍ୟନ୍ତ ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ଆମ ଲାଇସେନ୍ସ ଆମ ପାଖରେ ଥାଉ, ମାନେ ଆମେ ଭତ୍ତା ମାଗିବୁନି। ଓକେ, ଆମକୁ ଡ୍ରାଇଭିଂ ଆମେ କରିପାରିବୁ ନାହିଁ, ମାନେ ଆମକୁ ଭତ୍ତା ଦରକାର। ଆଜ୍ଞା, ଆମେ ଗୋଟେ କାମ କଲୁ, ଆଉ ସେଥିରେ ପୁଣି ପୁରା ଆଜ୍ଞା ସବୁଦିନ ଜୀବନ ସହିତ ଖେଳିକି ମଜବୁରିରେ ପଡିକି ବି ଯାଉଛନ୍ତି ଲୋକ। ଆଉ ଗୋଟେ କୌଣସି କ୍ଷେତ୍ରରେ ଆମେ କରୋନାରେ ଖଟୁଥିଲୁ, ସେଇ ଯୋଦ୍ଧା ଆଜ୍ଞା ଆମେ, କିନ୍ତୁ ଆମ ପାଇଁ କଣ ରହିଲା? କୌଣସି ଜାଗାରେ କିଛି ନାହିଁ ଆଜ୍ଞା। ଆଚ୍ଛା, ଯୋଉଠି ବନ୍ୟା ମତେ ହେଇଗଲା, କୁହନ୍ତୁ, ଯୋଉଠି ଆଉ ଆପଣଙ୍କର କଣ ଅଛି ଦାବି? ଆଜ୍ଞା ପାର୍କିଂ ଆଜ୍ଞା, ହୁଁ। 100 କିଲୋମିଟର ଅନ୍ତରରେ ପାର୍କିଂ ଏବଂ ଶୌଚାଳୟର ଏବଂ ବିଶ୍ରାମଗାରର ବ୍ୟବସ୍ଥା ଆମେ ଚାହୁଁଛୁ। କାରଣ ଆଜ୍ଞା, ଯେକୌଣସି ଜାଗାରେ ଆମେ ଗାଡି ଲଗେଇକି ଶୋଇ ଦଉଛୁ,
ଯଦି ରାସ୍ତା କଡ଼ରେ କୋଉଠି ଶୋଇଲୁ ପ୍ରଥମ ଥର ଫାଇନ୍ ଫାଇନ୍ ସେ ଅଲଗା କଥା, କୋଉ ଢାବାରେ ଶୋଇଦେଲୁ ସେ ଆମେ ଯଦି ଶୋଇଦେଲୁ ଟିକେ 10-15 ମିନିଟ୍ ଆରାମସେ, ତାହେଲେ ଆଜ୍ଞା ତଳ ପଟେ ଆଉ ମାନେ ଡିଜେଲ ଟାଙ୍କି ଆଉ ନଥିବ। ହୁଁ ତ ସକାଳୁ ସେଠି ଉଠିଲା ବେଳେ ମାଲିକ ଆପଣଙ୍କ ଡ୍ରାଇଭର ନାଁରେ 60,000 ଲେଖିଦେବ, ତୁ ଚୋରି କରିଛୁ ମିଛ କହୁଛୁ ବୋଲିକି। ସେଇ ଜାଗାରେ ଡ୍ରାଇଭରଟି ପେଶି ହେଇଯାଉଛି। ଆପଣ ମାନେ ମାନେ ତ ଢାବାରେ ଶୁଅନ୍ତି, ଦଉଡିଆ ଶୁଣନ୍ତୁ ଖଟରେ ଶୋଉଥିବେ, ବହୁତ ଆଜ୍ଞା, ଜାଗା ଅଛି ଆପଣ ଓଡିଶାରେ ମାନେ ସବୁ ରେଷ୍ଟ ନିଅନ୍ତି। ଓଡିଶାରେ ଆଜ୍ଞା ଯେତେକ ଢାବା ଅଛି ପାଖାପାଖି 70% ଢାବା ଆଜ୍ଞା, ବହୁତ ଢାବା ଆମ ନଜରରେ ଅଛି ବି। ମାନେ ଢାବାରେ ଗାଡି ଯଦି ଲଗେଇକି ଶୋଇଲେ ସେ ଢାବାରେ ଲଗେଇଛନ୍ତି ମାନେ ଖତମ। ଆପଣ ସକାଳ ପାଇଲା ବେଳେ ଆପଣଙ୍କୁ ନଥିବା। ନୂଆ ନୂଆ ବାହାର ରାଜ୍ୟରୁ ଯୋଉ ଡ୍ରାଇଭର ମାନେ ଆସିଥାନ୍ତି ଆଜ୍ଞା, ପ୍ରତ୍ୟେକ ଦିନ ଚୋରି ହୁଏ। ଆମେ ମହାସଂଘ ତରଫରୁ ବି କିଛି ଢାବାକୁ ବ୍ଲାକ ଲିଷ୍ଟ ମଧ୍ୟ ଜାରି କରିଛୁ ଡ୍ରାଇଭର ମାନଙ୍କ ପାଇଁ। ହୁଁ, ତ ଆଉ କଣ ଦାବି ଅଛି ଆପଣଙ୍କର? ମାନେ ଆମେ ଚାହୁଁଛୁ ଆଜ୍ଞା ସେଥିରେ ଯେ ଆମେ ଆଉ ଟିକେ ବୁଝେଇ ଦଉଛୁ ଆଜ୍ଞା, ଆମେ ଶୋଇପାରୁନୁ ଆଜ୍ଞା ଶାନ୍ତିରେ ଡିଜେଲ ଚୋରି ହେଇଯିବ ବୋଲିକି। ଯଦି ଆମେ ଶୋଇପାରିବୁନି ପୁଣି ସକାଳୁ ଗାଡି ଚଲେଇବୁ ତାହେଲେ ଦୁର୍ଘଟଣା ମଧ୍ୟ ହେବାର ବହୁତ ସମ୍ଭାବନା ରହୁଛି। ଆମେ ଚାହୁଁଛୁ ଆମେ ସୁରକ୍ଷିତ କୋଉଠି ଗୋଟେ ପାର୍କିଂ କଲୁ, ଶାନ୍ତିରେ ଶୋଇପାରିବୁ, କ୍ୟାମେରା ଲାଗିଥାଉ ଜାଗାଟା, ଆମେ ଶୋଇଲୁ ଝାଡା ଫାଡା ଯାଇକି ଆମର ରେଷ୍ଟ କଲୁ ଆଉ ପଳେଇଲୁ ଆଜ୍ଞା। ଆମେ ସେଥିପାଇଁ ପଇସା ଦେବା ପାଇଁ ବି ରେଡି ଅଛୁ। ଯଦି 10-10 ଟଙ୍କା ଏଥିପାଇଁ ନେବେ ବି ସରକାର, ସେଟା ବି ଦେବୁ, କିନ୍ତୁ ଗୋଟେ ଆମ ପାଇଁ କରିଦେଲେ ଯାଇକି। ତ ଆଉ କଣ ଦାବି ଆପଣ ରଖିଛନ୍ତି? ଆଉ ଆଜ୍ଞା ଦାବି ଅଛି, ଅଟୋ ଡ୍ରାଇଭରଙ୍କୁ ଡ୍ରାଇଭର ୱେଲଫେୟାର ବୋର୍ଡରେ ସାମିଲ କରାଯାଉ। ହୁଁ, ଡ୍ରାଇଭର ୱେଲଫେୟାର ବୋର୍ଡ ମାନେ କଣ? ଡ୍ରାଇଭର ୱେଲଫେୟାର ବୋର୍ଡ, ଯୋଉଟା ପୂର୍ବ ସରକାର ଗୋଟେ ବୋର୍ଡ ତିଆରି କରିଦେଇଥିଲେ ଡ୍ରାଇଭର ମାନଙ୍କର କଲ୍ୟାଣ ପାଇଁ। ହୁଁ, ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ ୱାର୍କର ୱେଲଫେୟାର ବୋର୍ଡ। ତ ସେ ବୋର୍ଡରେ ସାମିଲ ହେଲେ କଣ ହବ? ସେ ବୋର୍ଡରେ ଆଜ୍ଞା ଆମେ ଯୋଉ ପୂର୍ବରୁ ଦାବି କରିଥିଲୁ, ଗତ ସରକାର ଯୋଉ ଆମର 12/6/2023 ଘୋଷଣା କଲେ ଯେ ଆଜିଠାରୁ ଓଡିଶାର ଯେକୌଣସି ଡ୍ରାଇଭରଙ୍କର ମୃତ୍ୟୁ ଘଟେ ତାହେଲେ ସେ ସରକାରୀ ସହାୟତା, ଦୁର୍ଘଟଣା ଜନିତ ମୃତ୍ୟୁରେ 4 ଲକ୍ଷ ଏବଂ ନର୍ମାଲ ମୃତ୍ୟୁରେ 2 ଲକ୍ଷ ଟଙ୍କା ସେମାନେ ପାଇବେ ବୋଲି ମନ୍ତ୍ରୀ ଘୋଷଣା କରିକି ଗଲେ। ହୁଁ, ଆଉ ସେଇ ଦିନଠୁ ଆଜି ପର୍ଯ୍ୟନ୍ତ ଆମେ କମ ସେ କମ 200ଟା ଖଣ୍ଡେ ପିଲା ଆମର ଡେଥ କରିକି ତାଙ୍କର ପଇସା ମଧ୍ୟ ପାଇସାରିଛୁ। କିନ୍ତୁ କିନ୍ତୁ ଯୋଉ ହଁ, ଟ୍ରକ୍ ଚଲାଉଥିଲେ, ବସ୍ ଚଲାଉଥିଲେ, କାର ଚଲାଉଥିଲେ, ଏମାନେ ମୋଲେ ପଇସା ପାଉଛନ୍ତି ଆଜ୍ଞା। ତ କିନ୍ତୁ ଆପଣଙ୍କର ବର୍ତ୍ତମାନ ସମୟରେ ପୁରା ସଂଖ୍ୟା କେତେ? ଡ୍ରାଇଭର ମାନେ ଯୋଉମାନେ ଆନ୍ଦୋଳନ କରୁଛନ୍ତି, କେତେ ସଂଖ୍ୟା ଆପଣ ଆଜ୍ଞା ମାନଙ୍କର? ସବୁ ଯେତେ ଲୋକ ଆନ୍ଦୋଳନ କରୁଛନ୍ତି କହିଲେ ତ ଆଜ୍ଞା 5-6 ଲକ୍ଷ 6 ଲକ୍ଷ ଖଣ୍ଡେ ହେବେ ଆଜ୍ଞା। 6 ଲକ୍ଷ ଲୋକ ଯଦି ଆପଣ ଆଜ୍ଞା ଅଳ୍ପ ପଇସା ମୁଁ ମାସକୁ 100 ଟଙ୍କା ଦେବେ ପରା ଆପଣ ଲକ୍ଷ ଲକ୍ଷ ଟଙ୍କାର ନେଇପାରିବେ ଆମର ଆମର ଇନ୍ସୁରାନ୍ସ ଆଜ୍ଞା ପାଇଁ। ଆମର ଆଜ୍ଞା ଯୋଉ ସଂଘଟି ଗଢିଥିଲୁ ଆମେ, ହଁ, ଯୋଉଟା ସେମାନେ ତାଙ୍କର ମାନେ ମିଟିଂ ଟେ କଲେ ତାଙ୍କ ଗାଁରେ, ତାଙ୍କ ପଞ୍ଚାୟତରେ, ତାଙ୍କ ବ୍ଲକରେ, ତା ପାଇଁ ସେମାନେ କଲେକ୍ସନ କରିବେ, ତା ପାଇଁ ପିଲା ନେବେ ପଇସା। ମହାସଂଘରେ ଆଜି ପର୍ଯ୍ୟନ୍ତ ଆମେ ପୂର୍ବରୁ ଟଙ୍କାଟେ ଶୁଣନ୍ତୁ ନିଆଯାଇଥିଲା। ପ୍ରଶାନ୍ତ ବାବୁ, ଆପଣ ଆଜ୍ଞା ଯଦି 100 ଟଙ୍କା ଲେଖା 50 ଟଙ୍କା ଲେଖା ଡ୍ରାଇଭର ମାନେ ଦିଅନ୍ତି, ହଁ ଆପଣ ଲକ୍ଷ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ଫ୍ୟାସିଲିଟି ପାଇପାରିବେ ଗ୍ରୁପ ଇନ୍ସୁରାନ୍ସ ବଳରେ। ଆଜ୍ଞା ତ ଏଥିରେ ମାନେ ଏତେ ବଡ ଆନ୍ଦୋଳନର ଆବଶ୍ୟକତା ନାହିଁ। ଆପଣଙ୍କ ଡ୍ରାଇଭରଙ୍କଠୁ ଆଜ୍ଞା ଏକାଠି ଡ୍ରାଇଭରକୁ ଇନ୍ସୁରାନ୍ସ ହିଁ ଆପଣ ମାନଙ୍କୁ ପଇସା ଦେଇଦବ। ଯଦି କିଛି ଇନସିଡେଣ୍ଟ ହୁଏ, ବଡ ଇନ୍ସୁରାନ୍ସ ଆପଣ କରିପାରିବେ। 100 ନାଇଁ ଟଙ୍କା ବା 50 ଆଜ୍ଞା ଟଙ୍କା ଯଦି ଦେଖନ୍ତୁ, ଗୋଟେ ଗୋଟେ ଡ୍ରାଇଭର ଦିଅନ୍ତି। ଇନ୍ସୁରାନ୍ସ ର ସୁବିଧା ତ ଆଜ୍ଞା ଅଲଗା ଅଛି। ହଁ, ଇନ୍ସୁରାନ୍ସ ର ସୁବିଧା ତ ଅଲଗା ଅଛି, ଆମେ ପୁଣି ଅଲଗା କାଣା ଫେସିଲିଟି ହବ? ହଁ, ତେଣୁ ଆପଣଙ୍କୁ ତ ପଇସା ମିଳିବ ନା। ଆପଣ ତ ଯେକୌଣସି ବାଟରେ ଗୋଟେ ଯଦି ଭଲ ନାଇଁ ଭାବରେ ନାଇଁ ସେଟା ପ୍ରୋଟେକ୍ସନ ମିଳନ୍ତି ଇନ୍ସୁରାନ୍ସ ର, ଆପଣ ମାନେ ଆଜ୍ଞା ପଇସା ପାଇବେ। ତେଣୁ ନାଇଁ ସେଟା ଏଥିରେ ତ ପର୍ସନାଲ କରୁଛନ୍ତି ଆଜ୍ଞା ସେମାନେ। ହଁ, ପିଲାମାନଙ୍କୁ ଆମେ ପୋଷ୍ଟାଲ ରେ କରିବା ପାଇଁ ବୁଝେଇ ଦଉଛୁ, ଯୋଉ ଗୋଟେ ସ୍କିମ୍ ଅଛି। ମାନେ ନାଇଁ ଆପଣ ସବୁବେଳେ ମାନେ ଯଦି ମହାସଂଘ ଅଛି, ଆପଣ ଗ୍ରୁପ ଇନ୍ସୁରାନ୍ସ ରେ 6 ଲକ୍ଷ ନାଇଁ ସେ ଡ୍ରାଇଭରଙ୍କର ସବୁ ଇନ୍ସୁରାନ୍ସ କରିବା ପାଇଁ ଆଜ୍ଞା, ଚିନ୍ତା କରନ୍ତୁ। ଆମେ ଗୋଟେ ଜିନିଷ ଆଜ୍ଞା, ଆମେ ନିଜେ ଏତିକି ରିସ୍କ ନେଇକି ଏତେ ପିଲାଙ୍କର ପଇସା ନେଇକି ଇନ୍ସୁରାନ୍ସ କମ୍ପାନୀକୁ ଦେଇକି ମାନେ ରିସ୍କ ନେବା ପାଇଁ ଚାହୁଁନୁ ଆଜ୍ଞା। ଆପଣ ଭଲ ଇନ୍ସୁରାନ୍ସ କମ୍ପାନୀକୁ ଡାକିବେ, ଆପଣଙ୍କ ବଡିକୁ ଆଜ୍ଞା ମୋର ଷ୍ଟ୍ରେନ୍ଥେନ କରିବେ, ଭରସା ନାହିଁ ଆଜ୍ଞା, ସେ ପଇସା ଆପଣ ପତ୍ରରେ ମତେ ପଡିବାକୁ କନସଲଟାଣ୍ଟକୁ ନାହିଁ। ରଖିବେ, ଆପଣ ପଇସା ପତ୍ର ସେତେ ପାଇଁ ଗୋଟେ ହବନି କମିଟି ଆଜ୍ଞା। ତିଆରି କରିବେ। ତାହେଲେ ତ ମତେ ସରକାର ଘୋଷଣା କରିଦେବେ ଆଉ, ମାନେ ମୁଁ ସରକାର ବୋଲିକି ଆଜ୍ଞା। ଆଉ ମୁଁ ଯଦି ସବୁ କରିବି, ମୁଁ ଯଦି ପଇସା ପିଲାଙ୍କଠୁ କଲେକ୍ସନ କରିକି ପଇସା ମାନେ ଆପଣ କାହିଁ LIC କୁ ଦେବି, କଲେକ୍ସନ କରିବେ? ଆପଣଙ୍କର ମହାସଂଘ କରିବ। ଆଜ୍ଞା ମହାସଂଘ କହିଲେ ଆଉ କଣ ଆଜ୍ଞା, ଆମ ଦ୍ଵାରା ତ ଡ୍ରାଇଭର ମାନଙ୍କ ଦ୍ଵାରା ହିଁ ପରିଚାଳିତ ମହାସଂଘ ଆଜ୍ଞା। ହଁ, ଆଚ୍ଛା, ମୁଁ ଆଉ ଗୋଟେ କଥା କହିବା ପାଇଁ ଚାହୁଁଥିଲି ଯେ ଆଜ୍ଞା ଏପର୍ଯ୍ୟନ୍ତ ଆପଣଙ୍କର କିଛି ସରକାରଙ୍କ ସହିତ ଆଲୋଚନା ହେଲାଣି କି? ଆଲୋଚନା କହିଲେ ଆଜ୍ଞା, ସେମିତି କିଛି ଏତେ ଖାସ ନୁହେଁ ହୁଏ, କିନ୍ତୁ ଆଜି ଫୋନ ଆସିଥିଲା। ହଁ, ନିହାତି ଭାବରେ ତାଙ୍କୁ ମାନେ ମୁଁ କହିଥିଲି ଯେ, ସେମାନେ କହିଥିଲେ କାହିଁକି ଆହୁରି ବସିଛ, ମନ୍ତ୍ରୀ କହି ବାଇଟ ଦେଇ ସାରିଲା ପରେ ବି ତମେ ବସିଛ। ଆମେ କହିଲୁ ଆଜ୍ଞା ଟିକେ ଭରସା ପାଉନି, ଆପଣ ଟିକେ ଲେଖିକି ଦେଲେ ଯାଇ ଚଳେ, ନହେଲେ ତ ଆମେ ଆମର ପିଲା ଚାହୁଁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଯଦି
ନିଜେ ଗଣମାଧ୍ୟମ ଜରିଆରେ କହିବେ ତାହେଲେ ଆମେ ଉଠିବୁ, ନହେଲେ ତ ବସିଛୁ ବୋଲିଛୁ। ଆଉ ସେମାନେ ଠିକ ଅଛି ଆମେ ଚେଷ୍ଟା କରୁଛୁ ବୋଲିଛନ୍, କିନ୍ତୁ ଆପଣଙ୍କର ଆନ୍ଦୋଳନ ଅବ୍ୟାହତ ରହିବ? ଆଜ୍ଞା ବର୍ତ୍ତମାନ ତ ଅଛୁ ଆଜ୍ଞା, ଆଗକୁ ସନ୍ଧ୍ୟାରେ ଆଜି ଜଣା ପଡିବ ନିହାତି ଭାବରେ, ତଥାପି ରହିବ ବୋଲି ଭାବନ୍ତୁ, ଯଦି ରହିଲା ଶାନ୍ତି ଶୃଙ୍ଖଳାରେ ରହିଲା, ନହେଲେ ତ ଫେରିଯିବୁ, ଯଦି ଫେରିଯିବୁ ଆଉ। ଭାଇମାନଙ୍କର ଯାହା ମନ ରହିବ ଆଜି ସନ୍ଧ୍ୟାରେ ଆଲୋଚନା ହବ। ଆପଣ ଏବେ କୋଉଠି ଅଛନ୍ତି? ଆଜ୍ଞା ମୁଁ ବର୍ତ୍ତମାନ ଆଠମଲ୍ଲିକରେ ଅଛି। ଆଠମଲ୍ଲିକରେ ଅଛନ୍ତି। ବହୁତ ଆଜ୍ଞା ଧନ୍ୟବାଦ ପ୍ରଶାନ୍ତ ବାବୁ ଆପଣଙ୍କର ଆଜ୍ଞା ମତାମତ ପାଇଁ, ବହୁତ ଧନ୍ୟବାଦ। ନମସ୍କାର ଆଜ୍ଞା। ନମସ୍କାର।